ଆପଣମାନେ ଜାଣିଥିବେ ଓଡ଼ିଶା ଫାୟାରମ୍ୟାନ୍ ସର୍ଭିସ୍ ପାଖାପାଖି କହିବାକୁ ଗଲେ 300+ ପୋଷ୍ଟ ଆସିବାକୁ ଯାଉଛି। ତ ଆଗରୁ ପାଖାପାଖି ତା ପୂର୍ବଥର କଥା କହିବି 900+ ପୋଷ୍ଟ ମଧ୍ୟ ଆସିଥିଲା, ପାଖାପାଖି 911 ବୋଧେ। ଠିକ୍ ଅଛି, ତ ବହୁତ ଜଲ୍ଦି ଆସିବାକୁ ଯାଉଛି। ମୁଁ ଆପଣଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଏଇ ଭିଡ଼ିଓଟି ଆପଣମାନେ ଦେଖିଦେବେ, କିଛି ବି ଫାୟାରମ୍ୟାନ୍ ବିଷୟରେ ଡାଉଟ୍ ବି ହେବନି। ଠିକ୍ ଅଛି, ତ ଫାର୍ଷ୍ଟ କଥା ହେଲା କି ଯେଉଁମାନେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇନାହାନ୍ତି, ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେବାକୁ ଜମାରୁ ଭୁଲେ ନାହିଁ। ଓକେ, ବିକଜ ଟେଲିଗ୍ରାମ ଗ୍ରୁପ୍ରେ ଯାହା ବି କିଛି ବି ଅପଡ଼େଟ୍ ଆସେ, କୌଣସି ଜବ୍ର ରେଜଲ୍ଟ ଆସିଲା, କୌଣସି ଜବ୍ର ନୋଟିଫିକେସନ୍ ଆସିଲା, ଯାହା ବି ସବୁ ଅପଡ଼େଟ୍ ମୋତେ ଦେଇଥାଏ। କରେଣ୍ଟ ଆଫେୟାର ହେଇଗଲା, ମେନ୍ ଜିକେ ଇମ୍ପୋର୍ଟାଣ୍ଟ ମଧ୍ୟ ଆମ ଟେଲିଗ୍ରାମ ଗ୍ରୁପ୍ରେ, ଆପଣ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଲେ ବହୁତ କିଛି ମଧ୍ୟ ବେନିଫିଟ୍ ପାଇପାରିବେ। ତ ବର୍ତ୍ତମାନ ଟାଇମ୍ ମୁଁ ଆପଣଙ୍କୁ ଫେୟାରମ୍ୟାନ୍ ବିଷୟରେ କହିବି। ତ ଓକେ, ତ ଆପଣ ଜାଣିଥିବେ ପୂର୍ବଥର ଫେୟାରମ୍ୟାନ୍ ପାଖାପାଖି 911+ ପୋଷ୍ଟ ମଧ୍ୟ ବାହାରିଥିଲା। ଓକେ, ତ ଯେଉଁମାନେ ଆପଣମାନେ ଜାଣିଥିବେ ଅଲରେଡ଼ି ତାଙ୍କର ଟ୍ରେନିଂ ମଧ୍ୟ ସରିଗଲାଣି। ଠିକ୍ ଅଛି, ଏବେ ସରିଗଲା ଜଷ୍ଟ ରିସେଣ୍ଟଲି। ଆଉ 300 ଡିସେମ୍ବର ସୁଦ୍ଧା ପୂରଣ ହେବ 300 ପଦବୀ, ଯେଉଁଟାକି ଫେୟାରମ୍ୟାନ୍। ଠିକ୍ ଅଛି, ମୁଁ ଆପଣଙ୍କୁ ଆଉ ଗୋଟେ କଥା କହିଦେଉଛି। ମୁଁ ମୋ କଥା କହିଦେଉଛି, ମୋର ଗ୍ୟାରେଣ୍ଟି ନାହିଁ କି ଆସିବ କି ନ ଆସିବ, କାରଣ ଗଭର୍ଣ୍ଣମେଣ୍ଟ ଉପରେ କିଛି ବି କହିଲେ ଭରସା ହିଁ ନାହିଁ। କାହିଁକିନା OISF କଥା କହୁଛି, ଯେଉଁଟାକି 2024 ଲାଷ୍ଟ ସୁଦ୍ଧା ଆସିବାର ଥିଲା, ବଟ୍ ଆସିଲାନି ଏପର୍ଯ୍ୟନ୍ତ ବି, ଏବେ ସୁଦ୍ଧା ଆସିନି। ହଁ, ଆସିଯିବ 2025 ଲାଷ୍ଟ ସୁଦ୍ଧା 100% ଆସିଯିବ। ଓକେ, ବଟ୍ ଆସିନାହିଁ ଏବେ ସୁଦ୍ଧା। ଓକେ, ବହୁତ ପୋଷ୍ଟ ମଧ୍ୟ ପେଣ୍ଡିଂରେ ହିଁ ଅଛି, ଯେମିତିକି RI ARI ଅମିନ 2023ରୁ O3 କଥା କହୁଛି, ଯେଉଁଟାକି 2023ରୁ ଆସିଲେ ଏବେ ସୁଦ୍ଧା କମ୍ପ୍ଲିଟ୍ ହେଇନି। ଓକେ, ଆଉ PO ଜୁନିୟର ଆସିଷ୍ଟାଣ୍ଟ ଆଉ DO ବହୁତ ଭ୍ୟାକେନ୍ସି ପେଣ୍ଡିଂରେ ହେଇକି ଅଛି। ଜେଲ୍ ୱାର୍ଡ଼ର ହେଇଗଲା, ଆପଣଙ୍କ କମ୍ୟୁନିକେସନ୍ ପୋଲିସ ହେଇଗଲା, ଆଉ ଆପଣଙ୍କର ଯେଉଁ ଆମର ଟ୍ରାଫିକ୍ ପୋଲିସ ହେଇଗଲା, ଟ୍ରାଫିକ୍ କନଷ୍ଟେବଲ୍ ହେଇଗଲା, ଡିଷ୍ଟ୍ରିକ୍ଟ କନଷ୍ଟେବଲ୍ ମଧ୍ୟ ଏବେ ଆସିବାର ଅଛି। ବହୁତ ଭ୍ୟାକେନ୍ସି ମଧ୍ୟ ପେଣ୍ଡିଂ ଅଛି, ବହୁତ ଜଲ୍ଦି ଆସିବ। ଆପଣ କହିବାକୁ ଗଲେ ବର୍ଷେ ଦିବସ ଭିତରେ ଏଇସବୁ ରିକ୍ରୁଟମେଣ୍ଟ ମଧ୍ୟ କମ୍ପ୍ଲିଟ୍ ହେଇଯିବ। ଆପଣ ଦେଖିବେ ବର୍ଷେ ଦିବସ ଭିତରେ ଏଇ ରିକ୍ରୁଟମେଣ୍ଟ ମଧ୍ୟ କମ୍ପ୍ଲିଟ୍ ହେଇଯିବ। ତ ତେଣୁ ଆପଣଙ୍କୁ ରିକ୍ୱେଷ୍ଟ କରି କହୁଛି, ଆପଣ କଣ୍ଟିନ୍ୟୁ ଷ୍ଟଡି ଉପରେ ଧ୍ୟାନ ଦିଅନ୍ତୁ ଓ ଫିଜିକାଲ ମଧ୍ୟ ଡେଲି ପ୍ରାକ୍ଟିସ୍ କରନ୍ତୁ। ଓକେ, ଫାର୍ଷ୍ଟ କଥା ହେଲା କି ଦେଖ, ଏହାର ସିଲାବସ୍ ପୁରା ସେମ୍ ରହୁଛି। ଓଡ଼ିଶା ପୋଲିସ, OISF ଯେତେ ସବୁ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଗ୍ରୁପ୍ C ବା ଗ୍ରୁପ୍ B ପାଖାପାଖି ସିଲାବସ୍ ମଧ୍ୟ ସେମ୍ ରହିବ। GK ହେଇଗଲା, ମ୍ୟାଥ୍ ହେଇଗଲା, ରିଜନିଂ ହେଇଗଲା, ଆପଣଙ୍କର ଓଡ଼ିଶା ଯେଉଁ ଆମର ଓଡ଼ିଆ ଗ୍ରାମାର, କମ୍ପ୍ୟୁଟର, ଇଂଲିଶ, ଏଗୁଡ଼ା ସବୁ ସେମ୍ ରହୁଛି। ଠିକ୍ ଅଛି, ତ ଫାର୍ଷ୍ଟ କରିକି ଆପଣମାନେ କେମିତି କ'ଣ ପଢ଼ିବେ ସିଲାବସ୍ ମୁଁ ଅଲରେଡ଼ି ମଧ୍ୟ ଗୋଟେ ଭିଡ଼ିଓ ମାଧ୍ୟମରେ କହିଦେଇଛି, କେମିତି ସିଲାବସ୍ କମ୍ପ୍ଲିଟ୍ କରିବେ ଆଉ କେମିତି ପଢ଼ିକି ଆପଣମାନେ ରିଟିନ୍ଟି କ୍ଲିୟର କରିପାରିବେ। ତା ବାବଦରେ ମଧ୍ୟ ଅଲରେଡ଼ି ଭିଡ଼ିଓ କରିଦେଇଛି। ଆପଣମାନେ ମଧ୍ୟ ଡିସ୍କ୍ରିପ୍ସନ୍ ଭିଜିଟ୍ କରି ମଧ୍ୟ ଭିଡ଼ିଓ ଦେଖିପାରିବେ। ସେ ଭିଡ଼ିଓ ମଧ୍ୟ ଆପଣଙ୍କୁ ଡିସ୍କ୍ରିପ୍ସନ୍ ବକ୍ସରେ ଲିଙ୍କ୍ ଦେଇଦେବି, ନହେଲେ ଆପଣ ଆମ ଚ୍ୟାନେଲକୁ ଦେଖିପାରିବେ। ଠିକ୍ ଅଛି, ଆମ ଚ୍ୟାନେଲ ମଧ୍ୟ ଭିଡ଼ିଓ ଅପଲୋଡ଼ ହେଇକି ଅଛି। ଫାର୍ଷ୍ଟ କଥା ହେଲା କି 300 ପଦବୀ ସେ ଆମର ଆପଣ ଯେ ମୁଖ୍ୟମନ୍ତ୍ରୀ ଅଛନ୍ତି ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ସେ କହିଛନ୍ତି କି ଡିସେମ୍ବର ସୁଦ୍ଧା 300 ପଦବୀ ଫେୟାରମ୍ୟାନ୍ ପୂରଣ ହେବ। ଓକେ, ତା ବାବଦରେ ଏଇ ବାବଦରେ ମଧ୍ୟ ପୁରା ଫୁଲ୍ ଡିଟେଲ୍ସ ମଧ୍ୟ କହିଦେବି। ଠିକ୍ ଅଛି, ଆପଣ ମଧ୍ୟ ନ୍ୟୁଜ୍ରେ ମଧ୍ୟ ଅଲରେଡ଼ି ଆସିଥିଲା, ପେପରରେ ମଧ୍ୟ ଅଲରେଡ଼ି ବାହାରି ଯାଇଛି। ଠିକ୍ ଅଛି, ମୁଁ ଆପଣଙ୍କୁ ଅଲରେଡ଼ି ମଧ୍ୟ ଆମ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ଅପଡ଼େଟ୍ ମଧ୍ୟ ଦେଇଥିଲି। ଓକେ, ଫାର୍ଷ୍ଟ କଥା ହେଲା କି ଆପଣଙ୍କୁ ଏଥିରେ ଜବ୍ ପାଇବାକୁ ହେଲେ ଫାର୍ଷ୍ଟ କରି ଆପଣଙ୍କୁ ବେଶୀ ଷ୍ଟଡ଼ି ଉପରେ ଫୋକସ୍ କରିବାକୁ ପଡ଼ିବ। ଫିଜିକାଲ୍ ମଧ୍ୟ ଏଥିରେ ହାର୍ଡ଼ ରହୁଛି, ଆଉ ରିଟିନ୍ ବି ହାର୍ଡ଼ ରହୁଛି। ରିଟିନ୍ ହାର୍ଡ଼ ମତଲବ କି ଆପଣ ଜାଣିଥିବେ ଯେଉଁ ପୂର୍ବଥର ଯେଉଁ ବାହାରିଥିଲା ପାଖାପାଖି 70+ କଟ୍ ଅଫ୍ ଯାଇଥିଲା। ଠିକ୍ ଅଛି, ତ କହିବାକୁ ଗଲେ ସେଥିରେ 911 ପୋଷ୍ଟ ଥାଇକି ମାନେ 70+ କଟ୍ ଅଫ୍ ଯାଇଥିଲା। ଭାବିଥାଉ ତାର ମାନେ 3 ଗୁଣରୁ କମ୍। ଓକେ, 1/3 କହିବାକୁ ଗଲେ ତ 300 ପଦବୀ ବାହାରେ। ତ ପାଖାପାଖି କହିବାକୁ ଗଲେ ସେ ଅନୁସାରେ ଆପଣ ଡିଭାଇଡ଼ କରିଦେବେ ତ କଟ୍ ଅଫ୍ ପାଖାପାଖି ଯଦି ସେମ୍ ଟାଇପ୍ର କୋଶ୍ଚିନ୍ ପଡ଼େ, ଦେଖ କଟ୍ ଅଫ୍ ଡିପେଣ୍ଡ କରେ କେଉଁ ଟାଇପ୍ର ପିଲା ଏକ୍ଜାମ୍ ଦେଉଛନ୍ତି। ଆଜିକାଲି ଟାଇମ୍ରେ ପାଖାପାଖି ବହୁତ ବଡ଼ ବଡ଼ ଷ୍ଟାଣ୍ଡାର୍ଡ଼ ଯେଉଁମାନେ ବଡ଼ ବଡ଼ ଜବ୍ ପାଇଁ ପ୍ରିପାରେସନ୍ କରୁଥିବେ, OPS ହେଇଗଲା, ଓକେ, ସବୁ ଜବ୍ ମଧ୍ୟ ଦେଉଛନ୍ତି। ଓକେ, ଗ୍ରୁପ୍ C ପୋଷ୍ଟ ମଧ୍ୟ ଦେଉଛନ୍ତି। ତେଣୁ କଟ୍ ଅଫ୍ ମଧ୍ୟ ହାଇ ଯାଉଛି। ତ ସେ ଅନୁସାରେ ଆପଣଙ୍କୁ ଟାର୍ଗେଟ୍ ନେବାକୁ ପଡ଼ିବ। ଏମିତି ନାହିଁ କି ଆପଣମାନେ କଟ୍ ଅଫ୍କୁ ଟାର୍ଗେଟ୍ ନେଇକି ଦେବେ, ସେମିତି କିଛି ନାହିଁ। ଆପଣମାନେ ନିଜକୁ 100% ଇଫର୍ଟ ଦିଅନ୍ତୁ। ଓକେ, କାହିଁକି ନା ବର୍ତ୍ତମାନ ଟାଇମ୍ ବହୁତ କମ୍ପିଟିସନ୍ ଟାଇମ୍ ହେଲାଣି। ଆପଣ ଯଦି 60, 70, 75 ଏମିତି ଟାର୍ଗେଟ୍ ନେବାକୁ ଯିବେ, ଓକେ,
टार्गेट नेबे आपण माने सक्सेस पाइपर मो माने मु कहूची एक्चुअल कथाटा सेमिति ओके तो से अनुसार आपण 100% इफोर्ट देबे माने सपोज आपण को कहि दो सपोज मैथ 25 मार्क पड़ुची रीजनिंग 25 मार्क पड़ुची कहूची एटा एग्जांपल सहित इंग्लिश 25 मार्क पड़ुची आउ आपण को कंप्यूटर एमिति हे कि 100 मार्क पड़ुची आपण मैथ 25 रु 25 100% इफोर्ट देबे कि 25 25 रखेबे रीजनिंग मध्ये 25 25 रखेबे 100% इफोर्ट देबे एमि नाही कि जोडा न आसुची आपण ढाबा आडे देबे सेमिति नाही ओके मु कहूची कथाटा इंग्लिश मध्ये 25 25 25 25 मध्ये रखेबे 100% इफोर्ट देबे निजु 100% इफोर्ट देबे जोटा न आसु से हाँ देखिए जे 100 रु 90टा क्वेश्चन मते पॉसिबल हैला करबा को ओके तो आपण 100% दे करके ही आसीबे माने तुम 100 रु 100 रखे भी चेष्टा कर मतलब कि आपको 20-30 मार्क से कटि पारे किंतु तुमको करिया को ही पड़ो जोटा कि ना कि मुझे तुमको माइनस मार्किंग रोचे जोटा कि जोटा कि तुम ढाबा बाड़े दो जहाँ आम कहे सेमती करनी सेमती कले तुम बहुत मार्क कटिज ठीक अच्छे मो मतलब कि तुम जब एबेठू 100% इफोर्ट देव आगक आप मार्कटा इंक्रीज हो पाए आज आप कटअप अनुसार धर आप 75 रखी जाइए लास्ट कटअप 80-50 पलैब आप कटअप क्लीयर करेंगे ना ओके आउटे कथा एपटे सिलेक्शन प्रोसेस कथा कह फास्ट रिटन एग्जाम रिटन एग्जाम जो मैंने क्लीयर करेंगे ओके आगु पूर्व वर्ष कह 100 मार्क रिटन एग्जाम था रिटन एग्जाम जो मैंने क्लीयर करेंगे से फिजिकल हम फिजिकल आउटे कथा हूँ केवल पुओ मैंने ही आप्लाय करेंगे ओनली फॉर मेल ओके जो मैंने फिजिकल हाइट और चेस्ट मपा हाइट 168 जो मैंने एससी बीसी जनरल कैटेगरी बिलोंग्स कर आउ एससी एसटी मैंने जो 163 सेंटीमीटर ओके आउ हाइट वेट चेस्ट मपाई सारापर आपको फिजिकल कौन कौन सब इवेंट रोचे फिजिकल फास्ट इवेंट रोचे बालीबस्ता जोटा कि 65 किलो बालीबस्ता आपको गोटे मिनट भितर 100 मीटर जावाक भी पड़ो ठीक अच्छे तापर नेक्स्ट है आपणकर रस्सी चढ़ा गला रनिंग लंग जंप हाई जंप ओके आपणकर